অসুবিধা করি কোনোটা খাইব না पूरा रेड हो हरे कृष्ण हरे राम ठीक ठीक है आगा तुम्हें पशु चल जाता पशु सदस्य से दिन मो जीवन थिला से सदस्य जे जीवन को आ रखी ना जे बंची रही किसी लाभ ना कारण जे जीवन सारा एत टंका पैसा रोजगार कर गोटे सुंदर परिवार गढ़ी यदि पारिवारिक समस्या जटिल आसला एवं देश विदेश पर आघात देले एवं सबकिछ छड़े नहीं मैंने मर्डर करने चेष्टा करते अशांति सृष्टिगला निज बंचा को आशा रखिली दिन रात जे आशा कली जे ये जीवन टाक रखी मुझे आत्महत्या करने मत ठाकुर बंचाई कि ठाकुर कौन ता पूर्व मुझे जाने ना हाँ
ସ୍ୱପ୍ନରେ ଦେଖେ ଯେ ଗୋଟେ ନାଲି ବସ୍ତ୍ର ପିନ୍ଧି ମୋତେ ବାରମ୍ବାର ଅପୋଜ କରୁଛି କାହିଁକି ମରିବୁ କାହିଁକି ମରିବୁ। ମୁଁ କିଛି ବୁଝିପାରେ ନା ହଁ ଯେ କିଏ ଏମିତି ସିଏ ମୋତେ କହୁଛି ଏମିତି। ମୁଁ ଯେ ଚିନ୍ତା କଲି ଏଟା ସ୍ପଟ ଯାହା ଚାହିଁଥିଲି ଯେ ଆତ୍ମହତ୍ୟା କରିଦେବି ଏ ଜୀବନକୁ ଆଉ ରଖିବି ନାହିଁ। ଯାହା କିଛି କରିବାକୁ ଚେଷ୍ଟା କରିଥିଲି ସବୁଥିରେ ସେ ଠାକୁର ଅପୋଜ କରିଥିଲେ। ମଣି ବାବା କିଏ କ'ଣ ମୁଁ ଜାଣିନଥିଲି କିନ୍ତୁ ନାଲି ବସ୍ତ୍ର ପିନ୍ଧି ସେ ବାରମ୍ବାର ଛିଡ଼ା ହେଉଥିଲେ ସ୍ୱପ୍ନରେ। ଯୁଆଡ଼େ ଗଲି ସିଆଡ଼େ ଦେଖିଲି ସେ ମୋତେ କହିଲେ ତୁ ମରିପାରିବୁନୁ ତୁ ଯା ଶଙ୍ଖଚିଲା ଠାକୁର ପାଟଣା। ମୁଁ ସେ ଠାକୁର ପାଟଣାକୁ ତା ପୂର୍ବରୁ ଦେଖିପାରିନଥିଲି। ରାତି ସ୍ୱପ୍ନ ହେଲା ଯେତେବେଳେ ସ୍ୱପ୍ନ ହେଲା ମୁଁ ଆଉ ସମ୍ଭାଳି ପାରିଲି ନାହିଁ। ତାର ଆସି ଠାକୁର ପାଟଣାରେ ପହଞ୍ଚିଥିଲି। ଠାକୁର ପାଟଣାରେ ପହଞ୍ଚି ଦେଖି ଯେ ବହୁତ ଲୋକ ହୁକୁମ ନେଉଛନ୍ତି। କେମିତି ହୁକୁମ ନିଆଯିବ କ'ଣ କରାଯିବ କ'ଣ କଲେ ଯେ ମୋ କାର୍ଯ୍ୟ ସିଦ୍ଧି ହେବ ତା ମୁଁ ଜାଣି ନପାରି ଲୋକମାନଙ୍କୁ ପଚାରିଲି। ଲୋକମାନେ ଯେମିତି ଭୋଗରାଗ କରୁଛନ୍ତି ମୁଁ ସେମିତି ଭୋଗରାଗ କଲି। ଯେମିତି ଲୋକ ବସୁଛନ୍ତି ମୁଁ ସେମିତି ବସିଲି। ବସିବା 10 ମିନିଟ୍ ପରେ ମୋତେ ଅର୍ଡ଼ର ହେଲା ଯେ ବାବା ଦୂରରୁ କିଏ ଆସ ଆସ। ମୁଁ ତାଙ୍କ ପାଖକୁ ଯାଇ ବସିଲି। ଯେତେବେଳେ ବସେ ମୋତେ ହଠାତ୍ ପଚାରିଲେ ଆରେ ବାବୁ କେଉଁଠୁ ଆସିଛ ତୁମର କ'ଣ କୁହ। ମାନେ ଏଇଭଳି କଥା ଆଉ କ'ଣ କହିବି ବାବା ଏମିତି ଏମିତି କଥା। ଗୋଟିଏ ପଦ କହିବା ପୂର୍ବରୁ ଯେ ବାବା ମୋର ପୂର୍ବ କ୍ୟାଷ୍ଟିଂ ଗୁଡ଼ା ସବୁ କହିଦେଲେ ଯେ ତୁ ହାତ କରିବାକୁ ଯାଇଥିଲୁ ଆଉ ଚାହିଁଥିଲୁ ଯେ କାଲି ସକାଳୁ ରେଳରେ ଶୋଇଯିବୁ ତୁ ମରିଯିବାକୁ। ଆମର ପୂର୍ବ କ୍ୟାଷ୍ଟିଂ ଗୁଡ଼ା ସବୁ ସତ କଥା କହିଦେଲେ। ଯେ ସତ କଥା କହିଦେଲେ ମୁଁ ପୁରା ଥରିଲି ଗୋଟା ପଡ଼ି। ଯେ ତଥାପି ଇଏ ଜଣେ ଗୁଣିଗାଡ଼ି ତାନ୍ତ୍ରିକ ବୋଲି ମନ ଭିତରେ ଭାବିଲା ବେଳକୁ ସେ ମୋତେ ଗୋଟେ ମନ୍ଦାର ଫୁଲ ମାଧ୍ୟମରେ ସେ ଦେଖିଲେ 3 ଗୋଟି ତୀର୍ଥ ଦେଖାଇଲେ। ଲେଖା ହେଇଛି ସେ ଦେଖିଲେ 3 ଗୋଟି ତୀର୍ଥ। ସେ 3 ଗୋଟି ତୀର୍ଥ ଦେଖୁଛି ଗୋଟେ ଠାକୁର ପାଟଣା ଆଉ ଦେଖିଲି ଗୋଟେ ପୁରୀ ଧାମ ଆଉ ଗୋଟେ ଆରେଡ଼ି। ଇଏ 3 ଗୋଟି ଭିତରେ ଯାହା ମୁଁ ଦେଖୁଛି ସବୁଠି ଛିଡ଼ା ଯାଇଛି ମଣି ବାବା। ସବୁଠି ଛିଡ଼ା ହେଇଛି ମଣି ବାବା। ଇଏ କି ଦୃଶ୍ୟ ଯେମିତି ଫିଲ୍ମରେ ଦେଖନ୍ତି ସେଭଳି ଗୋଟେ ଦେଖିବାକୁ ମିଳିଲା। ଗୋଟେ ଆଶ୍ଚର୍ଯ୍ୟ ଲାଗିଲା ଇଏ କ'ଣ ଦେଖୁଛନ୍ତି। ତଥାପି ଯେତେବେଳେ ପୁଣି ଅବିଶ୍ୱାସୀ କରେ ଚିନ୍ତା କରେ ବାବା ପଚାରୁଛନ୍ତି ରେ ପିଲା କ'ଣ ଅବିଶ୍ୱାସୀ କରୁଛୁ ଜାଣିପାରୁନୁ। ତା କିଛି ସମୟ ପରେ ପୁଣି ସେ ଫୁଲଟାକୁ ପକାଇଦେଲେ। ସେ ପକାଇଦେଲା ପରେ ପୁଣି ମୋ ମନଟାକୁ ପୁଣି କନଫର୍ମେସନ୍ କରି ମୋତେ ପୁଣି ଅତିରିକ୍ତ ଜଣାଇବା ପାଇଁ ସେ ପୁଣି ଦେଖିଲା ବେଳକୁ ସେଠି ଆଉ ମଣି ବାବା ସେ ହୁକୁମ ପୀଠରେ ନାହିଁ। ଦେଖିଲି ନାରାୟଣ ଶଙ୍କଚକ୍ର ଗଦାପଦ ଜିଅନ୍ତା। ଆହୁରି ଭୟ କଲି ଯେ ଇଏ କି ରୂପ। ମୁଁ ଚାରିଆଡ଼କୁ ଉଣ୍ଡାଳୁଛି ଯେ ସେଠି ମଣି ବାବା ଯିଏ ବସିଥିଲା ସେଠି କାହିଁ ଅନ୍ୟ ଲୋକମାନେ ବସୁଛନ୍ତି ଅଥଚ ମଣି ବାବା ନାହିଁ। ତାପରେ ତା କିଛି ସମୟ ପରେ ଦେଖିଲା ବେଳକୁ ପୁଣି ମଣି ବାବା ବସୁଛନ୍ତି। ପୁଣି ମୁରିକି ଆସ ହସିଥିଲେ କହିଲେ କିରେ ବାବୁ କ'ଣ ଛାନିଆ ହେଉଛ ଆଉ କ'ଣ ଦେଖିଲା ତୁମେ ସବୁ ପ୍ରକାଶ କର। ଯେତେ ଲୋକ ଥିଲେ ମୁଁ ସବୁଗୁଡ଼ା ପ୍ରକାଶ କଲି। ଯେତେବେଳେ ପ୍ରକାଶ କଲି ଯେ ଚିନ୍ତା କଲି ଯେ ମୋତେ ଆଜି ଠିକ୍ ଠିକଣା ମିଳିଗଲା। ଯାହା ମୁଁ ଦେଖୁଥିଲି ଫଟୋରେ ଆଜି ତାଙ୍କୁ ଜିଅନ୍ତା ମୁଁ ଦେଖିପାରିଛି। ସତରେ ସେ ନାରାୟଣ ଅବତାର ନେଇଛନ୍ତି। ଏଦି ବନ୍ଦ କରିଦେବି। ସେଇଆ ସେଇ ନାଲି ବସ୍ତ୍ର ପିନ୍ଧା ମଣି ବାବା ତାଙ୍କର ସମସ୍ତ ରୂପକୁ ଦେଖି ସମସ୍ତ ଘଟଣା ମୁଁ ଜାଣି ଯେତେବେଳେ ଯାଇ ପୁଣି ଦୋକାନ କଲେ ସେ ପୁଣି ବିଭିନ୍ନ ରୂପରେ ଦେଖାଦେଲେ। ଯେତେବେଳେ ପୁଣି ବିଭିନ୍ନ ରୂପରେ ଦେଖାଦେଲେ ମୁଁ ହଠାତ୍ ଷ୍ଟଡି କଲି ଜାଣିଲି ତାର କାମ ଉପରେ ଆଗେଇ ଯାଇପାରିଲି। ଦିନେ ମୋ ଘରେ ଗୋଟେ ବିପଦ ପଡ଼ିଲା। ମୋ ସ୍ତ୍ରୀ ଡାକ୍ତରଖାନାରେ ମୁଁ ଜାଣେ ନା। ଦୋକାନ ଖୋଲିଲା ବେଳକୁ ସେ କାଉ ରୂପ ଯାଇ ପହଞ୍ଚନ୍ତି। କାଉ ରୂପ ଯାଇ ପହଞ୍ଚନ୍ତି। ସେ କାଉ ଉପରେ ପହଞ୍ଚନ୍ତି। ସେ କାଉଟା ଯେତେବେଳେ ମୋ ଜାରରେ ବସିଲା ମୁଁ ଗୋଟେ ଭଦ୍ରଲୋକ ପଚାରିଲି ଯେ ସକାଳରୁ ଧୂପ ଦେଲା ମାତ୍ରେ କାହିଁ କାଉଟା ବସିଲା। ଜଣେ ହଠାତ୍ ଲୋକ କହୁଛି ଯେ ତୋ ଘରେ କିଛି ବିପଦ। ତାଙ୍କ କଥାକୁ ମୁଁ ବିଶ୍ୱାସ କରି ମୁଁ ଯେତେବେଳେ ମାଡ଼ି ଆସେ ଇ ଧର୍ମଶାଳାରେ ମୋ ସ୍ତ୍ରୀ ପଡ଼ିଛି ମେଡ଼ିକାଲରେ। ସେ ଆଉ ବଞ୍ଚିବାର ନାହିଁ। ଡାକ୍ତରମାନେ କହୁଛନ୍ତି ଇଏ ଆଉ ବଞ୍ଚିବନି ପେସେଣ୍ଟ। ମୋର ଶ୍ୱଶୁର ଫଶୁର ମୋ ଭାଇ ପାଇ ଯାଇଥିଲେ ସବୁ ଛାଡ଼ିକି ପଳେଇଲି। ସେଠି ପ୍ରତିଜ୍ଞା କଲି ଯେ 2ଟା ଛୋଟ ଛୁଆ ଯେ ଠାକୁରେ ବାବାମଣି ତୁ ଏମିତିଆ ମାନେ ଚାହିଁଲେ ତୁ ଜୀବନ ବଞ୍ଚଉଛୁ। ଇଏ ସ୍ତ୍ରୀଟାକୁ ଯଦି ତୁ ନ ବଞ୍ଚେଇ ପାରିବୁ ତୋ ନାମ କୀର୍ତ୍ତନ ଗାଇବିନି ତୋ କଥା ମାନିବିନି ମୁଁ ମରିବି। ଇଏ ଛୁଆ ଦେଲେ କ'ଣ କରିବି। ତାର ମୋ ସ୍ତ୍ରୀ ବଞ୍ଚିଲା। ପୁଣି ଯଜ୍ଞ କଲି। ଏଇଟା ପ୍ରତିଜ୍ଞା ଆଜ୍ଞା ସତ କଥା କହୁଛି। ମୋର ବହୁତ କିଛି କଥା ରହିଛି। ମୋ ପେଟ ବାହାର ଅତିରିକ୍ତ ବହୁତ କିଛି ଅଛି। ମୋତେ ଏମିତି ମର୍ଡର କରିବାକୁ ଆସିଛନ୍ତି ମାରିପାରିନାହାନ୍ତି। ବିଷ ଦେଇଛନ୍ତି। ୟା ପରେ ଏଇ ଠାକୁର ବହି ଛପେଇକି ଏବେ ସୁଦ୍ଧା ଚାଲିଛି। ଏବେ ସୁଦ୍ଧା ଚାଲିଛି ପ୍ରତି ମୁହୂର୍ତ୍ତରେ। ଆଉ ଯେକୌଣସି ରୂପରେ ମୁଁ ବାବାଙ୍କୁ ନ ଦେଖିଲେ ମୁଁ ବଞ୍ଚିପାରିବିନି ଆଜ୍ଞା। ବାବାଙ୍କୁ ଯେକୌଣସି ରୂପରେ ନ ଦେଖିଲେ ମୁଁ ବଞ୍ଚିପାରିବିନି। ହୁକୁମସ୍ଥଳୀ ଆସିଲି ଏଇଟା କହୁଛି ଶୂନ୍ୟବାଣୀ ହେଲା।
मत कहले जा से शंखचिला ठाकुरपाटना जा आसी देखला बेलू विश्वरूप देखिली स्वर्ग मध्य पाताल विराट पूरी ठाकुर अनुचंद्र भीम भई समस्त भी जीवंता देखुची मु गोटा पुणी थरुची सब रूप देखिली आश्रमित हली जमी पिक्चर देखती मनीष गुड़ाक आसती अल्टरनेट सेम दिया हे देखला मणि बाबा ना सीधे बाबा ना बाबा कौटे सुन देखला सब रूपे सब लोकड़ा बस मो बाबा मुंडा बाबा कौड़े गले एम सब जिन सब देखिली ज्ञान चक्षु मत देदेले ज्ञान चक्षु कहे अरे बाबा कहले अरे बाबा आउ ये संसार अल्प दिन रहा आउ हरिनाम नियो तुम्हें मुक्ति पाइब तुम्हें धैर्य द्वारा अधैर्य होना जहाँ देखे तुम प्रकाश कर जहाँ तुम्हें लेखक हम तुम बहुत आयुष बढ़ीगला तुम्हें आज ठाकुर दर्शन पाइज तुम आयुष बहुत बढ़ीगला मत बहुत कही बहुत किसी मत कही दिन ठार स्नेह आदर शक्ति में बची मनीष द्वारा नुह कौन मनीष द्वारा मुझे बची आज्ञा द्वारा मुझे बची ठाकुर जानते हाँ 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 सेटा तो ये आउ अधिकटा किसी कह परिवार को निंदापत कर संपूर्ण आउ गोटे परिवार गढ़िया चेष्टा कली बाबा मत भविष्य कहते तुम्हें आउ बह होना धन जन गोपलक्ष्मी मेचाम मिले शांति मिलनी तुम्हें हरिनाम नाम कीर्तन कर तुम्हें तुम्हें बही लेख तुम नहीं मु पाठ पढ़नी मुझे षष्ठ पाठ पढ़ी पंचम षष्ठ एटा आस गोटे स्प्रीड मन तो कलम चलो मोर मुझे लिखुची मुझे लिखुची कि ठाकुर लेखा कर मुझे लिखुची एटा जा लिखुची मुझे लिखुनी सारे मु विशेष पाठ पढ़नी हाँ पंचम षष्ठ भी नुह कलर कर षष्ठ कौन पंचम मोर पारिवारिक समस्या जटिलता मो माँ पागली होगा मोर टंका 2-3 लाख नष्ट होगा मोर भल भल लोक बहुत मत से मर्डर करने चाहिए टंका पैसा देली एम बिजनेस कलु मागिला बेलू मत आघात देव चेष्टा कले से गंजे बेपार दालचा दुकान आउ महुल बेपार एम सब ये बड़ बड़ बिजनेस हम करूँ 6-7 जन बहुत समस्या घटी से समस्या भितर मैंने आगे कहे ना मुझे कहे कि बर्तमान जो अवस्था को आसी आज्ञा जोड़ा प्रकाश करवाटा पूर्वटा को मतलब खराब लगुच जीवन रखिला गोटे सुंदर परिवार गली गोटे गरीब पिलाटे गला विदेश 25 वर्ष स्त्री पिला छुआ भाई बंधु कुटुंब सुंदर परिवार गली आघात आसला जे पुणी जब टका रोजगार करी लाभ कौन पुणी टंका रोजगार करी पुणी गढ़ी से पैसा कौन हम से पैसा कौन हम जब परिवार गढ़ी शांति मिले से लाभटा कौन आउ थे परिवार गढ़ी शांति तो मिलनी टंका पैसा मिल सबकि मिल देखिली जे जीवनटा रखी मो किसी लाभ ना मुझे पुनर्बार जीवनटा को रखुची हाँ मो पारिवारिक समस्या भिलियन 2-3 सहित फाइटिंग करी मो पाखे जहाँ कैश सब सरीज जो मुझे आरेस्ट हो जापे नचते गोटे मत गोटे दोषी सजाई मत गोटे दोषी सजाई मो परिवार मत ब्लाकमेल कर बाध्य जोटा कि जबरदस्ती माने पोषिया बाध्य हेबी मो परिवार को मुझे जबरदस्ती मत पोषिया बाध्य हेबी से कहले जीवन रखी नहीं बाबा कहले ठाकुर अच्छा ते धैर्य धरवा पड़ो सहित गोटे खेल खेल पड़ो तो सब सही गोटे खेल खेल पड़ो मतलब ठाकुर कहले राति स्वप्न धीरे सब कले धीरे जाऊ ते खेल पड़ो मोर टे आघात आसिले मणि बाबा जल दूसरी ठीक है एटा कहते ठाकुर उपदेश वाला कह था रेकर्ड कर हाइले टे असुविधा बाबा नदी की अन्य कई दबा ये एरिया भी गोटे अलग प्रकार भी मत आसो जहाँ या आउ जदि हाँ प्रतिवर्ष से रकम बाहर कई जन आगे पुनः देवाटा उचित
ନାଇଁ ଏଇ ଆମ ଏରିଆ ଆମରି ଏରିଆରୁ ଠାକୁର ମନା କରିଛନ୍ତି ବାହାରୁ ଆସୁଛନ୍ତି ଆମ ଏରିଆରେ ଲୋକମାନେ ତାଙ୍କର ସଦାଗର ପ୍ରଧାନ କରୁଛନ୍ତି। ହଁ ତାର ଦିବ୍ୟ ଜ୍ଞାନ ଦିବ୍ୟ ଚକ୍ଷୁ ଅଛି ତାକୁ ହିଁ ତାରି ମାଧ୍ୟମରେ କହିବେ। କାହିଁ ମଣି ବାବା ତ ଆଜିକି ମଣି ବାବା ଆମରି ବୟସର ନହେଲେ ଆମକୁ 10 ବର୍ଷ ବଡ଼ ହେବେ ମୋଠୁ ବଡ଼ ହେବେ କି ସାନ ମୁଁ ତ 3ଟା ଝିଅ ବାହାର କରିସାରିନି ମୋର 5ଟା ନାତିନା ଟୁ ଦେଖିଲି ବାବା ତ ଝିଅଟି ଏବେ ଏଇ ଯୋଉ ଝିଅ ଏଇ ଝିଅ ସେ ମରିଯାଇଥିଲା ଯୋଉ ଝିଅ ବାହା ହେଇକି ବର୍ତ୍ତମାନ ଶାଶୁଘରୁ ଆସିଛି ସେ ଝିଅ ମରିଯାଇଥିଲା ସେଟା ନ କହିବା ବରଂ ଭଲ ସେ ଦୁଃଖ ଆମର କେବଳ ମୁଁ ଚଣ୍ଡୀ ପଢୁଛି ଅନବରତ କାନ୍ଦୁଛି କହିଲି କ'ଣ ଏଠି ମାନେ ମୁଁ ଚଣ୍ଡୀ ପଢିଯିବି ଯଦି ନହବ ତାହେଲେ ମୋ ନାଁ ବି ହବ ବଦନାମ। ସେତେବେଳେ ବାବା ପରିବାର କଥା କିଛି ବୁଝନ୍ତିନି କିଛି ବୁଝନ୍ତିନି ଅନ୍ୟମାନଙ୍କ ଯିଏ ଦୁଃଖୀ ଆସିଲେ ତାଙ୍କ ଦୁଃଖ ହିଁ ସେ ଝିଅ ଘରେ କ'ଣ ହଉଛି କାହାକୁ ଜର ହେଇଛି ପେଟ କ'ଣ ହଉଛି କିଛି ଏ କଥା ଘର କଥା କିଛି ମନେ ପକେଇନି ମୋ କଥା ମୁଁ କହୁଛି ପାଖରେ ଅଛି ସେ ଝିଅର ବିଶ୍ୱାସ କରିବେ ନାହିଁ ଘରେ ଦେଖିକି ଯାଇଛି ତାଳଚେର ପ୍ରୋଗ୍ରାମ ତାଳଚେର ଆମେ ଯିବୁ ପୁରୀ ତାଳଚେରରେ ମୁଁ ବାବାଙ୍କୁ କହିଲି ବାବା ଝିଅଟା ଅବସ୍ଥା ଆଉ କିଛି ତଣ୍ଟିରେ ଗଳୁନି ଏମିତି ହଉଛି ଆଖିରେ ବା ପିମ୍ପୁଡ଼ି ଲାଗିଯାଇଛନ୍ତି ଏ ରାଜାଙ୍କ କଥା କହୁଛନ୍ତି କଥା ପିମ୍ପୁଡ଼ି ଲାଗେ ଆଖିରେ ସେଇଠୁ କ'ଣ କଲା ସେଇଠୁ ଆଉ ପୁରୀ ଗଲୁନି ସେଇଠୁ ଫେରିଲୁ ତାଙ୍କର କାନ୍ଦିଲେ ଆଉ ଆଖିରେ ଝିଅ ମନ୍ଦିର କ'ଣ କହିବ ଆଖିରେ ଯାଇ ନ ରହିବ ତାକୁ ନ ହବ ଏଥର ପାଖକୁ ଛାଇ ଆଉ ଆଖିରେ ଦେଖା ହଉନି ଆସ୍ତେ ଆସ୍ତେ କମିଗଲାଣି ଏତେ ସାଧନା କ'ଣ ସେ କଥା ମୁଁ ଭାଷାରେ ପ୍ରକାଶ କରିପାରିବିନି। ରାଜ୍ୟ ମାନସିକ ଖିଚିଠୁ ଆରମ୍ଭ କରି ବିରଜାଠୁ ଆରମ୍ଭ କରି ଜଗନ୍ନାଥଠୁ ଆରମ୍ଭ କରି କୋଉଠି ପୂଜା ପାଠ ନ ହେଇଛି ଏ କଥା ବି ନୁହଁ। ଚାରିପିଯାକ କୀର୍ତ୍ତନ ଚାଲିଲା ମଝିରେ ଶୋଇ ଦେଇକିରି ଅଣିଜା ହେଇକିରି ବସିଛୁ ଔଷଧ 5 ପଇସାରେ ଦିଆଯାଏ ମଙ୍ଗଳା ଖମ୍ବାରେ ଚଣ୍ଡୀ ହେଲା ହାତ ପକେଇକିରି ବସିଛି ଉପରେ ଚାଲିଛି। ତାପରେ ଗୋଟେ ଦିନ ଥରେ ମୁଁ ଆସିକିରି ଅନ୍ତତଃ 11ଟା ବେଳୁ ବସିଛି ଘରେ ଗାଁ ଘରେ ବାବା ତାଙ୍କର ମାଆକୁ ପାଦକୁ ଧରିକିରି କାନ୍ଦୁଛନ୍ତି ମୋତେ ଦେଖିନାହାନ୍ତି ପ୍ରାୟ 12ଟା ସାଢ଼େ 12ଟା ପରେ ଆଠୁ ଟିକେ ଜାଣିଲେ ଲୁହ ଆସିଗଲା କେତେବେଳେ ଏମିତି ଡାକନି ମାଆକୁ ଡାକନି ମୁଁ ଯାଇକି ଡାକିଲି ଆସିଲି ତାହେଲେ ଏ ଝିଅଟା ମୋତେ ଏମିତି କହିକିରି ଗାଳି ଦେଇକିରି ଭୋଗିଲା ସେତେବେଳେ ବାବାଙ୍କ ବୋଧେ ଯିଏ ମୋତେ କହିଲେ ମା ଯାଇକି ସାଙ୍ଗେ ସାଙ୍ଗେ ଲୋକ ଏଇ ତା ପାଇଁ ସେ କଲେ ମୋ ପାଇଁ କଲେନି ଝିଅ ପାଇଁ କରିଦେଲେ ମୋ ପାଇଁ ଭାଇ ପାଇଁ କଲେ କଲେନି ଏମିତି କ'ଣ ଟିକେ କହିଦେଇଛି ପଚାରିବି ଯଦି କହିଛନ୍ତି ତାର ଏତେ ନିଷ୍ଠା ସେ ପିଲାର ଯେତେ ଆମେ ଚେଷ୍ଟା କରୁଛୁ ନହେଲେ ବାବାଙ୍କୁ ଲୁଚେଇକି ଆମେ ଛାଡ଼ାନି ଦେଇଦେବୁ କିଛି ଯାହା ହଉ ସେଠୁ ମା ନିଜେ ଗଲେ 7 ଥର ଝାଡ଼ିଲେ ନେଇକିରି ଗଲେ ପାଖରେ ବସିଲେ 7 ଥର ଝାଡ଼ିଲେ ଫେର ମା ଆଣିକିରି ଛାଡ଼ିଲେ ଅନେକ ସେ ହେଇଛି ସେଗୁଡ଼ାକ ସେ ଇତିହାସ କହିହବ ଦେଖିଲେ ଲୋକ କହିବ ଏଇଟା ତ ବେଜି କଥା ବୁଝୁଛନ୍ତି କି ତ ଘର କଥା ଆଉ ଏଠି ଦୁନିଆରେ ସପ୍ତ ଆଶ୍ଚର୍ଯ୍ୟ ଅଛି ମୁଁ ବି ନିଜେ ଗୋଟେ ଏଠି ଆଶ୍ଚର୍ଯ୍ୟ ମୋ ଘରେ ଆଜି କହୁଛି ଏଠି ସେତେବେଳେ ପ୍ରାୟ ହୁକୁମର ପ୍ରଚାର ପ୍ରସାର ବାହାରକୁ ଯାଇଥିଲା ତା ଭିତରେ କିଏ ବନ୍ଧୁବାନ୍ଧବ ଭଲ ଏଇ ଭିତରେ ଥିବ ଆସିଛି ଏଇ ସ୍କୁଲରୁ ଆସିଥିଲେ ଏଇଭଳି ଅବସ୍ଥାରେ
ଅବସ୍ଥାରେ ମୁଁ ଆସିଥିଲି ବାବା ଭୋର ଶୋଇଥିଲେ ଜଣେ କିଏ ବାଟରେ କହିଲେ କାଲି କଟକ ଯାଇଥିଲେ କ'ଣ ଗୋଟେ ଆଣିବା ପାଇଁ ମେସିନ୍ ଆଣିବା ପାଇଁ ଯାଇଥିଲେ ଫେରିଥିଲେ କି ରଖିଥିଲେ ମୋ ଛୁଆ ସବୁ ପାଠ ପଢ଼ିଥିଲେ ସାର୍ ଆସିଲେ ବାବା ଉଠିଲେ ଆସନ ଫଳରେ ବସିଲି ବାବା ତାଙ୍କ ନିତ୍ୟକ୍ରମ ସାରିଲେ ଗଲେ ଆସିଲେ ମୋତେ କହିଲେ କାନ୍ଦୁଛନ୍ତି କାହିଁକି ସାରାଂଶ କୋଉଠି ବାବା କହୁଛନ୍ତି ଆଜି କେମିତି ଭଲ ହବ ପାଦକୁ ପାଇନି ଟିକେ ପାଦକୁ ପଳେଇଲି ମୁଁ ସିଧା ଠିଆ ହେଲି ସାଙ୍ଗେ 5 ମିନିଟ୍ ସିଧା ଠିଆ ହେଲି ଆଉ ଚାଲିଲି ଘରକୁ ଗଲି ବିରାଟପୁର କାହିଁ 35 କିଲୋମିଟର ବାଟ ସାଇକେଲ କରି ଗଲି ସାଇକେଲ ଏ ପଇସା ମୋର ମିଳିଆ ହେଇଛି ଭଲ ହେଇସାରିଲା ପରେ ବେଗୁଟା ବୁଲିଲାନି ଆସିଲି ବାବା ବେଗୁଟା କହିଲି କାଲି ଯାହା ଆସ କହିବି ମୁଁ ଆସି କହିଲି ବାବା ବସିଲେ ସେ କହିଲେ ସାର୍ ଗରମ ପାଣିଟା ପିଛିପାଇ ଦେଉଛ ହଁ ଏଠି କାହିଁ ମୋତେ ତ ଉପବେଳେ କହିନଥିଲା ପୁଣି ଦିଆ ଦେବ ବୋଲି କ'ଣ କରିବି ନା ବାବା କହିଲେ ଆମକୁ ସମର୍ପଣ କରିଛି ନିଜକୁ ଡର ଲାଗେ କି ଯା ଦେବୁ ସେଥିପାଇଁ ଯାହାକି ଠାକୁର ପୋଖରୀ 2 ଦିନ ଖଣ୍ଡେ ପଡ଼ିବ ମୁଁ 2 ଦିନ ଗାଧେଇଛି ଠାକୁର ପୋଖରୀ ଆଉ ମୁଁ ସେଦିନ ଦେଖିନି କ'ଣ ବେଗ ସପ୍ତାହ ଦିନ ମୁଁ ନିଜେ ଆସିଲେ ଗୋଟେ ପଛକୁ ବୁଝାନ୍ତି ତା ଭିତରେ ଆମର ଜଣେ ସାଧକ ଏଇ ଯେଉଁ ସାଧକ ବାପାଟି ଆଖି ଦୋଷ କିନ୍ତୁ ବିଏବିଡି ସେ ବାବା ସେମିତି କହୁଥିଲେ ତାହେଲେ ବାବା ତାଙ୍କୁ ଡାକିଥିଲେ କି ସେ ଏମିତି ବାବାଙ୍କ ନାଁ ଶୁଣିକି ଆସିଥିଲେ ହଁ ଡାକିଥିଲେ ତାହେଲେ ବାବା ଖବର ଦେଇଥିଲେ ଜଣେ କାହା ସାଙ୍ଗ ଧରିକି ଆସିଥିଲେ ସେ ଏବେ 8 ଦିନ ତଳେ ସେଇ କଥା ସେ ଗପୁଥିଲେ କହିଲେ ମୁଁ ଯାଇ ପହଞ୍ଚିଲି ସାଙ୍ଗ ଧରିଲେ ଆସିବେ ସେ ଏଠି କିଏ ଥିଲେ ଭଲ ପ୍ରକୃତ ଲୋକ ତ ବହୁତ ହେଇଗଲେ ନା ତାଙ୍କୁ ଟିକେ ମିସ୍ ବ୍ୟବହାର କଲେ ସେ କହୁଥିଲେ ସେଠୁ ବାବା ତାଙ୍କ ସେ ଘରେ ଶୁଣିଲେ କହିଲେ କିଏ ସାର୍ ଡାକ ଏଠି ମୁଁ ତାଙ୍କୁ ଡାକିଛି ତାଙ୍କୁ ଧରିକି ଆଣ ସେଠି ବସିଲେ ଏଠି ବାବା କ'ଣ ଫଳ ଦେଲେ ସେ ଖାଇଲେ ଖାଇକି ହଁ ସେ ଯୋଉଠି ଯାଉଛି ସେଇ ପଦ କହିଲେ ସେ ଏଭଳି ଜଣେ ଅମାୟିକ ଲୋକ କିନ୍ତୁ ମୁଁ ବହୁତ ଜାଗା ଯାଇଛି ଏମିତି ଆଉ ଦେଖିନି ଯେ ପ୍ରକୃତ ସେ ଗୁଣକୁ ପୂଜା କରନ୍ତି କାରଣ ସେ ବି ଜଣେ ନିର୍ବିକାର ପୁରୁଷ ତାର ଆଇଁଷ ମାଇଁଷ କିଛି ନାହିଁ ସେ ବହୁତ କଷ୍ଟ ସେ କରିତା ଜୀବନରେ କଷ୍ଟ କରିବାରୁ ତା ସେ ଦକ୍ଷିଣ କାଳୀ ଆଉ ପଞ୍ଚମୁଖ ହନୁମାନଙ୍କର ବର ପ୍ରାପ୍ତି ପାଇଛି ସେ ପାଇଛନ୍ତି ଯାହାଦ୍ୱାରା କି ଆପଣଙ୍କର ଏଇଠି କ'ଣ ସେ କହିଦେବେ ଜାତକଟି ସେ ନିଜେ ତ ପଢ଼ିପାରିବେ ଦେଖାଦବନି ଜାତକ ଜଣେ ପଢ଼ିଦେବ ପଢ଼ିଲା ପରେ ସେ ଅଲଗା କହିଦେବ ଏଇଆକୁ ଏଇଆ ଲୋକଙ୍କର ମଧ୍ୟ କାମ କରୁଛି ନିଜେ ସେ ଧରନ୍ତୁ ହାଡ଼ ଅଛି କି କ'ଣ ସେ ନିଜେ ବାହାର କହିଦେବେ ଏତିକି ଫୁଟରେ ଅଛି ଅମୁକ ଲୋକକୁ ଡାକିବେ ବାହାର କର ମୁଁ ତା ବାହାର କରିବି ଟଙ୍କା କଥା କହିବା ଆମେ ଯେମିତି ଅନୁଗୁଳ ଡାଲାଘର ଗାଡ଼ି ତ ଠିକ୍ ହେଇଛି ଆସି ପହଞ୍ଚିବ ଏଠି 10ଟା 11ଟା ଭିତରେ ଗାଡ଼ି ପହଞ୍ଚିଲେ ଆମେ ସମସ୍ତେ ଭଲ ମନ୍ଦିର ଖୋଲାଗଲା ଖୋଲିବାକୁ ଯାଉଛନ୍ତି ବାବା ମନ୍ଦିର ଆଗେ ଦେଖିକି ଶୋଇଦିଅ ଲୋକ କଥା ହେଇଥିବ ଆମର ସେ ସାଙ୍ଗେ ଯିବା ପାଇଁ ସବୁ ଅଛନ୍ତି ଆମେ ଗଲେ ଆଲୋ ମା ତୋର ବା ପିଲା ଝିଲା କିଛି ହୁଅନ୍ତା ବା ଏଇଠି ଆସି ହୁକୁମ ହେଇକିରି ପିଲା ଟିକେ ପାଇବି ନା ଆଗରୁ ଏଇ 8 ଦିନ ତଳେ କ'ଣ ବାଳା ପକେଇ ଗଲୁ ସାରେ ଏଠି ଆଉ ମୁଁ କହିଲୁ ନେତା କଲୁ କେତେ ପଇସା ଥାଳିରେ ପକାଇଥିଲୁ ବାବା ଟଙ୍କାଟେ ବାବା ମୁଁ ଆଡ଼କୁ ଟଙ୍କାଟେ ଦେଇକି ଜଣେ ବାବା ଲୋଭ ବୋଧେ ତ କହିବନି ଟଙ୍କାଟେ ପକେଇଛି ସେ ଲୋଭ କହିବ କି ଟିକେ ଚିନ୍ତା କଲେ ଚଖରା ମାରିକ ସେ ସୁବିଧା ଆମ ସାଙ୍ଗେ ଦେଉଥିଲା ବାହାରି ଗଲା ଆରେ କେତେ ପଇସା ନେଇଥିଲୁ ବାବା 25 ଟଙ୍କା ଦେଇଥିଲି ଦେଲୁ ପଇସା ଚିନ୍ତା ହେଲା ଠାକୁରଙ୍କର ବାବା ଲୋଭ କରୁଛନ୍ତି ସାଙ୍ଗେ ସାଙ୍ଗେ ସେ ଯେମିତି ଆଲୁ ଦେଲେ ଭଲ ଛୁଆଗଲା କିଛି ନାହିଁ ଯେ ସବୁ ଲାଠି ବାଡ଼ି ପଡ଼ିଲା କି ଦେଲା ମନେ ପଡ଼ିଲା ଦେଖ ବିଡ଼ମ୍ବନା କେତେ ଯଦି ଆମେ ପଳେଇ ଯାଇଥାନ୍ତୁ 10ଟା ବେଳୁ ଗାଡ଼ି ଲେଟ୍ ହେଇଥାନ୍ତା ପିଲା ପଚିଥାନ୍ତା କି ତା ମାୟା ପଚିବାର ଅଛି ଭକ୍ତ ଆସୁଛି ଯିବୁ କୁଆଡ଼େ ଆସୁଛି ସେଠୁ ସେ ହେଲା ଆମେ ଗଲୁ ଗାଡ଼ି ଆସି ପହଞ୍ଚିଲା କ'ଣ ଜାଣିଲା ଜାଣିକି ଗଲା ଗଲା ବର୍ଷ ବାହାଘର ଶେଷ ଲଗ୍ନ
ବ୍ରାହ୍ମଣଟିକ ଅଭାବ ହେବାରୁ ସେକୁ ଆମେ ବର୍ଷେ 2 କିଲୋ 5 କିଲୋ ଘିଅ ପଡ଼ି ବନ୍ଦ କରିଦେଲୁ। ସେଇ ଜାଗାରେ କଲୁ, ଜାଗାରେ ପ୍ରାୟ 10 ବର୍ଷ ହେଲାଣି। ଏଇଠି ଲକ୍ଷ୍ମୀଧର ଅଧିକାରୀ ବୋଲି ଗୋଟେ ପିଲା, ସିଏ ତାର ଏଠି ହରିବଂଶ ବସେଇବ, ବାବାଙ୍କ ସାଥେ ଆଡ଼େ ଯିବ, ଏଇ ଭଜନ ସମାରୋହରେ ଯିବ, ସବୁ କରିବ। ହଁ, କିନ୍ତୁ ସେ ଖୁସି। ଗଲା ବର୍ଷ ସେ ଆସିଲା, ପୂଜା କଳସ ବୁଡ଼େଇ ଗଲା ସାଙ୍ଗରେ, କଳସ ବୁଡ଼େଇକି ଆସି ଫେରା ଯାଇକି ପ୍ରଚାର କଲା ଯୋଉ କଥା ହବ ଯେ ଦେଖ ଏତେ ବଡ଼ ଗୋଟେ ପର୍ବ ସେଇକି ମୁଁ ତାପରେ ସକାଳୁ ମୋ ଦେଖି ରିପୋର୍ଟ ଯାଇଥିଲି ପହଞ୍ଚିଲା। ମୁଁ କେବଳ ତାକୁ କୋଉଠି ଖୋଜିବି, ତାକୁ ଘୋଷାରିକି ଆଣିବି ଏଠିକି, ଏତିକି ପାଇଲିନି, ମୁଁ ଖାଇଲିନି। ରାଗ ଥିଲା। ତାପରେ ଏଠି କହିଯାଉଥିଲି ଏପଟେ ହବନି ଏଠି ତ କହିଲା ଏ କଥା। ଏଇ ସଂଖ୍ୟା ରାଢି ସେ ବାଇପାସରେ ଯାଇଥିଲୁ, ବାଇପାସ ଗୋଟେ ଆମ ଘର ପାଖକୁ ଗଲା। ମୋ ଦେଖା ପାଇବା ପୂର୍ବରୁ 16 ବିହପତା କହିଲା ରବିଶ୍ୱର ତୁମ 14 ଗଛଲା ତୁମ ରାଢି ପାଣି କର ଯୋଗ୍ୟ କରୁ ବିଶ୍ୱର କଲ୍ୟାଣ ପାଇଁ। ବାବାଙ୍କ ପାଖରେ ବସି ବାବାଙ୍କ କଥା କହିଲେ ବାବା ଶୁଦ୍ଧି ହବନି। ମୁଁ କହୁଛି ମୋ ଅନ୍ତରରେ ମୁଁ କୋଉ ସ୍ଥାନ ଦେଇଛି ସେଟା ମୁଁ ଜାଣେ। ବ୍ରହ୍ମାରେ ଧୌତ ଦେଇ ପଦନ ହୋଇଛି ଶିବେ ବିଷାଦନ ପାଇ ଜଣା ମୃତ ପ୍ରାନ୍ତ ଯାଇଛି। ବିଜ୍ଞାନୀ କୈବର୍ତ୍ତ ଥୋଇଲା ବିଶ୍ୱେ ପତିତ ବାବର ନାମ ରହିଲା। ବିଶେଷ ଜ୍ଞାନୀ ବିଜ୍ଞାନୀ ଗୀତାରେ ଲେଖିଲା କ'ଣ? ଚତୁର୍ବର୍ଣ୍ଣ ମୟା ସୃଷ୍ଟ ଗୁଣ କର୍ମ ବିଭାଗ। ଗୁଣ କର୍ମ ଠାକୁରେ କାହାକୁ ବାଣ, ସେ ହାଡ଼ି, ସେ ଡମ, ସେ ବ୍ରାହ୍ମଣ, ସେ କ୍ଷେତ୍ର ଏମିତିକି ଜନ୍ମ ଦେଇନାହାନ୍ତି। ଜନ୍ମ ସେ ମାନବ ସୃଷ୍ଟି କରିଛନ୍ତି। ସବୁ ସୃଷ୍ଟି କରିସାରିଲା ପରେ ଶେଷରେ ମାନବ ସୃଷ୍ଟି କରିଛନ୍ତି। ତା ଅଲଗା ମୂର୍ତ୍ତି ଅଲଗା, ସାରଙ୍କର ଅଲଗା, ବାବାଙ୍କର ଅଲଗା, ମାଙ୍କର ଅଲଗା, ସମସ୍ତଙ୍କର ଅଲଗା। କିନ୍ତୁ ଗୋଟେ ପ୍ରଶ୍ନ ବୁଝେନି ନା, ଭଗବାନ ସବୁ କରି କ'ଣ କରିନାହାନ୍ତି? ତେଣୁ କାହା ଭଳିଆ କାହାକୁ କରିନାହାନ୍ତି? ବାବା ଭଳିଆ ଆମେ ହେଇପାରିବା? ସେଇଭଳି ତେଣୁ ଗୁଣ ତାଙ୍କର ଗୁଣ ଏବଂ ସ୍ୱଭାବ ନେଇକି ତାଙ୍କୁ ବର୍ଣ୍ଣ ସୃଷ୍ଟି କରାହେଲା। ମାନେ ବ୍ରାହ୍ମଣ ହବ, ବାସ କରିକି ଖାଦ୍ୟ ଯୋଗାଇବେ, ଶୂଦ୍ରମାନେ ଏମାନଙ୍କର ସେବା କରିବେ। ସେ ସେବକ, ସେ ଠାକୁରଙ୍କର ବାବା ହଉଛନ୍ତି ସେବକ। ଯୁଗେ ଯୁଗେ ଏଇ ସେବା କଥା ଯୋଉ କାଟାଗୋରୀ ଏବେ ନୁହେଁ, ସେ ଯୁଗେ ଯୁଗେ ପୂର୍ବରୁ ନଥିଲେ ବି ଏବେ ହେଇନଥାନ୍ତା। ଆଉ କୋଉ ଚକ୍ରରେ ଥିବେ, ଉଚ୍ଚ ଚକ୍ରରେ ଥିବେ, ଏ ଜନ୍ମରେ ଏକୁଳକୁ ଆସିଛନ୍ତି। କଳିଯୁଗରେ ତ ଶୂଦ୍ର ଘରେ ତ ନାରାୟଣ ସ୍ୱୟଂ ଜନ୍ମ ହେବେ, ଏଟା ସ୍ୱତନ୍ତ୍ର ଲେଖା ଅଛି। 4 ଯୁଗରେ 4 ଘରେ ଓଲଟା ହେଇଗଲା କୋଉଠି ନା? ଠିକ ଅଛି, ସତ୍ୟ ଯୁଗରେ ବ୍ରାହ୍ମଣ ଘରେ ଜନ୍ମ ହେବେ। ଏଇ ଯୋଉ ଶେଷ ନୃସିଂହ, ସେ କୋଉ ମିତ୍ର ଘରେ ମନେ ପଡୁନି, ନୃସିଂହ ଅବତାର ବିଷ୍ଣୁ ଦାସ ଘରେ ସତ୍ୟ ଯୁଗରେ ଜନ୍ମ ହେଲେ ବ୍ରାହ୍ମଣ ଘରେ। ତ୍ରେତୟାରେ କ୍ଷତ୍ରିୟ ଘରେ ଦଶରଥ ହେଲେ କ୍ଷତ୍ରିୟ। ରାମ 4 ରୂପ ଧରି ଜନ୍ମ ହେଲେ, ରାମ ଲକ୍ଷ୍ମଣ ସତ୍ୟ। ତାପରେ କୃଷ୍ଣ ଜନ୍ମ ହେଲେ ବୈଶ୍ୟ, ଆମର ଯୋଉ ହଉଛନ୍ତି ବସୁଦେବ ବୈଶ୍ୟ। କଳିଯୁଗରେ ସୂର୍ଯ୍ୟ ଜନ୍ମ ହେବେ, ହେଇନାହାନ୍ତି। ଶେଷରେ ଯୁଗ ଶେଷରେ ସେ ଅବତାର ହୁଅନ୍ତି। କାହିଁକି ନା ନିରସ ସଂହାର ହୁଏ। କ'ଣ ସେ ଗୀତରେ ସେଟା ଆମେ ଯାଉ ଯଜ୍ଞଶାଳ ଆମର ଗୋଟେ ପର୍ଯ୍ୟା ସାରିକି ଆସିଥିଲୁ। ଆଉ ଗୋଟେ ଆମର ଦାଦା ଆସୁଛି ଏମିତି କହିଲେ ଗୋଟେ କଟିଲେ
ଜିନିଷଟା ଦେଖନ୍ତୁ ମୁଁ କହିଦେଉଛି ଦେଶରେ ଯୋଉଟା ମିଟିଂଟା ହଉଛି ଆଜି ସିନା ମୋର ଭୁଲ ହେଇ ଦେଶରେ ମିଟିଂ ହେଲା ନା ଭୟ ଭିତରେ କଣ ମିଟିଂ ହେଲା ଆମେ ଠାକୁର ଯୋଉଟା କହିଥିଲେ ସେଟା କଣ କରେଇଦେଲେ କି ମତେ କହିଲେ ପ୍ରତ୍ୟେକ ଏରିଆରେ ଦି ଜଣ ଦେଖିବେ ସବୁ ଅଛନ୍ତି ନେଇକି ତାଙ୍କରି ଗାଁ ହଉ କି ଯୋଉଠି ହଉ ଡାକିଆ ନା ହଉଛି ହିସାବଟା ଠିକ ସେଇ ଅସୁବିଧାଟା ବେଶୀ କଲା ସେ କଣ କହିଲା ଆମ ଅଛି କଣ ହବ ଅସୁବିଧା ନାଇରେ କହିକି କିଛି ଲାଭ ନାହିଁ ସେ ଠାକୁର ବଡ ଅନୁଷ୍ଠାନ ଆସିଲା ଖର୍ଚ୍ଚ ଚାଲିଛି ଚଲେଇଛନ୍ତି ନା ଆଉ ଅଛନ୍ତି ଠାକୁର ବୁଝୁନାହାନ୍ତି ଆମ କାଳିରେ ଚଲେଇଛନ୍ତି ତାର ଚିନ୍ତାଧାରା ବୁଝିଲାଣି ତାକୁ ନୂଆ ବୁଝିଲାଣି ଟିକେ ରହିଯାଉଛି କାହିଁ ଟିକେ ରହିଯାଉଛି କଣ ତାର ଟିକେ ତା ଭାବଟା ଟିକେ ରହୁଛି ଯେମିତି ଗୋଟେ ମା ଗୋଟେ ସନ୍ତୋଷୀ ଦିଆ ତାର ଟିକେ ରହିଯାଉଛି ମାନେ ଗୋଟେ କଥା ଯଦି କିଏ କଥା କହିଦେଲା ସେ ତାକୁ ମନ ଭିତରେ ଭୟ ରହୁଛି ନା ମନ ଭିତରେ ରହୁଛି ଗୋଟେ ଭୟ ରହୁଛି ଉପର ମନରେ କହିଦଉଛି ପ୍ରତିକାର ରହିଛି ଆଉ କଣ ପ୍ରତିକାର ଯାହା କୁହନ୍ତି ଏରା ତା ଜାଣିପାରନ୍ତିନି ମୁଁ କଣ କହିବି ଏବେ ଟିକେ ଜାଣିଲି କଥା ସେ ଟିକେ